ତାହାକୁ ଆପଣା ନିକଟରେ ଉପସ୍ଥିତ କରନ୍ତି। ସ୍ୱାମୀ ସ୍ତ୍ରୀ ର ସନ୍ଦର୍ଭରେ ଏହି ଖ୍ରୀଷ୍ଟ ଆଉ ମଣ୍ଡଳୀ କଥା ଏଠାରେ କୁହାଯାଇଛି। ସ୍ୱାମୀ ଯେ ସ୍ତ୍ରୀକୁ ଅନକଣ୍ଡିସନାଲି ପ୍ରେମ କରିବ ତାହା ଏହି ସ୍ଥାନରେ ବର୍ଣ୍ଣିତ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ମଣ୍ଡଳୀକୁ ଯେପରି ପ୍ରେମ କରନ୍ତି, ସ୍ୱାମୀ ମଧ୍ୟ ଆପଣା ସ୍ତ୍ରୀଙ୍କୁ ସେହିପରି ପ୍ରେମ କରିବ। ପରିବାର ମଧ୍ୟରେ ପ୍ରେମ ଏକ ପ୍ରମୁଖ ବିଷୟ ଭାବେ ସ୍ୱାମୀ ସ୍ତ୍ରୀ ପରସ୍ପର ମଧ୍ୟରେ ରହିବା ଦରକାର। ଯଦି ତାହା ନାହିଁ ତେବେ ଗୋଟେ ପରିବାର ବିଭ୍ରାନ୍ତିକର ବିଶୃଙ୍ଖଳିତ ପରିବାର ହେବା ଯଥେଷ୍ଟ ସମ୍ଭାବନା। ଯଦି ପରିବାରରେ କିଛି ଅଘଟଣ ଘଟୁଛି ତାହା ମଣ୍ଡଳୀ ଉପରେ, ଖ୍ରୀଷ୍ଟୀୟ ଜୀବନ ଉପରେ ତାର କୁପ୍ରଭାବ ପଡ଼ିଥାଏ। ସେଥିପାଇଁ ପ୍ରଭୁ ଚାହାନ୍ତି ଗୋଟେ ଶୃଙ୍ଖଳିତ ଖ୍ରୀଷ୍ଟୀୟ ପରିବାର ହଉ, ଆଉ ତେଣେ ତାଙ୍କର ମିଶନ ଏ ଖ୍ରୀଷ୍ଟୀୟ ମଣ୍ଡଳୀ ତାହା ମଧ୍ୟ ଶୃଙ୍ଖଳିତ ଶକ୍ତିଯୁକ୍ତ ଭାବରେ ହେଉ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ମଣ୍ଡଳୀକୁ କେମିତି ପ୍ରେମ କରୁଛନ୍ତି ଏହି ସ୍ଥାନରେ ଆମେ ଦେଖୁଛୁ ଯେ ସେ ମଣ୍ଡଳୀକୁ ନିଷ୍କଳଙ୍କ ମାନେ କଳଙ୍କ ଶୂନ୍ୟ। ଏଣେ ଦେଖିଲେ ଆମ ପାଖରେ ସବୁ ପ୍ରକାର ରୋଗ, ସବୁ ପ୍ରକାର ପାପ, ସବୁ ପ୍ରକାର ଦୋଷ, ଆଉ ସେ କଳଙ୍କ ଭିତରେ ଆମେ ଡୁବି ହଜି ଲୁପ୍ତ ହେବା ପାଇଁ ଆମେ ଯାଉଛୁ, ଚାହୁଁନାହୁଁ ପବିତ୍ର ହେବା ପାଇଁ। କିନ୍ତୁ ପ୍ରଭୁଙ୍କ ଯୋଜନା ଗୋଟେ ମଣ୍ଡଳୀ ଆମମାନଙ୍କ ଉପରେ, ଯେତେକ ପରିତ୍ରାଣ ପ୍ରାପ୍ତ ଲୋକମାନେ ସମସ୍ତଙ୍କ ପାଇଁ ପ୍ରଭୁଙ୍କ ଯୋଜନା ଆମେ ଦେଖୁଛୁ ସେ ନିଷ୍କଳଙ୍କ କରିବା ପାଇଁ। ନିଖୁନ୍ତ ଖୁନ୍ତ ମାନେ ଗୋଟେ ଦାଗ ରହିବାକୁ ନାହିଁ ମଣ୍ଡଳୀର। ଏଣେ ଦେଖିଲେ ମଣ୍ଡଳୀ ଭିତରେ ଶତ ଦାଗ, 100% ଭାବେ ଆମେ ସମସ୍ତେ ଉଣା ପଡୁଛୁ ପାପରେ, ଆଉ ହଜି ଯାଉଛୁ, ଡୁବି ଯାଉଛୁ ଓ ସମସ୍ତ ପ୍ରକାର ଦୋଷ ରହିତ ଓ ପବିତ୍ର ଅନିନ୍ଦନୀୟ ଭାବେ ସେହି ମୁକ୍ତିର ଦିବସରେ ଏ ମଣ୍ଡଳୀକୁ ପ୍ରଭୁ ଉପସ୍ଥିତ କରିବା ପାଇଁ, ପ୍ରକାଶ କରିବା ପାଇଁ ସେ ଚାହାନ୍ତି। ଅଳ୍ପ ସମୟ ମଧ୍ୟରେ ମୁଁ ତ ସବୁବେଳେ ପ୍ରାୟ 3ଟି ପଏଣ୍ଟସ୍ କୁହେ, ଏବେ ମଧ୍ୟ କମ ସମୟ ହେଲେ ମଧ୍ୟ 3ଟି ହିଁ ପଏଣ୍ଟସ୍ ରହିବ, କିନ୍ତୁ କମ ସମୟ। କାହିଁକି ପ୍ରଭୁ ଏତେ ମନୋଯୋଗୀ? ମଣ୍ଡଳୀ ନିମନ୍ତେ ପ୍ରଭୁ କାହିଁକି ବା କିପରି ସେ ଏତେ ମନୋଯୋଗୀ ଯେ ନିଷ୍କଳଙ୍କ, ନିଖୁନ୍ତ, ପବିତ୍ର, ଦୋଷରହିତ କରିବା ପାଇଁ ସେ ଏବେ ମଧ୍ୟ ଲାଗି ପଡ଼ିଛନ୍ତି, କାର୍ଯ୍ୟରତ ସେ ଅଛନ୍ତି। କାହିଁକି ଏତେ ଧ୍ୟାନ, କାହିଁକି ଏତେ ମନୋଯୋଗର ବିଷୟ? 3ଟି ବିଷୟ ଅଳ୍ପ ସମୟ ମଧ୍ୟରେ ଆମେ ଦେଖିବା। ଆମେ ଅଯୋଗ୍ୟ ହେଲେ ମଧ୍ୟ ଖ୍ରୀଷ୍ଟ ଆମ୍ଭମାନଙ୍କୁ ଚମତ୍କାର ଭାବେ ପ୍ରେମ କରି ସେ ପବିତ୍ରୀକୃତ, ନିଷ୍କଳଙ୍କ ସେ କରିବାକୁ ଚାହାନ୍ତି। ଅଯୋଗ୍ୟ ଆମେମାନେ, ଆମମାନଙ୍କ ବ୍ୟାକଗ୍ରାଉଣ୍ଡ ଯଦି ଆମେ ଦେଖିବା, ଏଫେସୀୟ 2 ପର୍ବରେ ଆମେ କିଏ ଥିଲୁ ତାହା ଲକ୍ଷ୍ୟ କରିବାକୁ ପାଉ। ମାନେ ମୃତ, ଡେଡ୍, ଡିକେଡ୍, ସମ୍ପୂର୍ଣ୍ଣ ରୂପେ ମୃତ ଆଉ କ୍ଷୟପ୍ରାପ୍ତ ହେଉଥିବା ଲୋକମାନେ ଆମେମାନେ ଥିଲୁ। କେତେ ଅଯୋଗ୍ୟ ଆମେମାନେ। ଆଉ ସେମିତି ଅଯୋଗ୍ୟ ଲୋକମାନଙ୍କୁ ପ୍ରଭୁଙ୍କ କାର୍ଯ୍ୟ ସେ ପରିତ୍ରାଣ ପ୍ରଦାନ କରି, ମଣ୍ଡଳୀ କରି, ସେତିକିରେ ପ୍ରଭୁ ରହିଯାଉ ନାହାନ୍ତି। ମଣ୍ଡଳୀ ତ ହେଲା ନା, ଆଉ ଯୋଉମାନେ ପରିତ୍ରାଣ ପ୍ରାପ୍ତ ସେମାନେ ସ୍ୱର୍ଗକୁ ଯିବେ। କାହିଁକି ଆଉ ଏତେ ଧଇଁ ସଇଁ? କାହିଁକି ଆଉ ନଥିବା ବିଚାର, ନଥିବା କାର୍ଯ୍ୟ କରିବା? ପରିତ୍ରାଣ ପ୍ରାପ୍ତ ହେଲେ ଲେଖା ସରିଲା, ତୁଟିଲା। ଶେଷ ସମୟରେ ଯିଏ ସ୍ୱର୍ଗକୁ ଯିବେ ଯିବେ, ଯିଏ ନରକକୁ ଯିବେ ନରକକୁ ଯିବେ। ପ୍ରଭୁ ସେମିତି ହାତ ଧୋଇ ସେ ରହିଯାଉ ନାହାନ୍ତି। ଅଯୋଗ୍ୟ ଲୋକମାନଙ୍କୁ ବାଛିଛନ୍ତି, ପ୍ରେମ କରୁଛନ୍ତି ଚମତ୍କାର ଭାବରେ, ଆଉ ଲାଗି ପଡ଼ି ସେ ପରିଷ୍କୃତ, ପରିମାର୍ଜିତ, ପ୍ରକ୍ଷାଳିତ କରି 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 ସେ ଶେଷ ପର୍ଯ୍ୟନ୍ତ ଯାଉଅଛନ୍ତି, ନେଉଅଛନ୍ତି। ଅଯୋଗ୍ୟ ଲୋକମାନଙ୍କୁ ପ୍ରଭୁ ପ୍ରେମ କରିବା ତାହା ଆରମ୍ଭରୁ ଦେଖିବାକୁ ମିଳେ। ଯଦି ଆମେ ହୋସେୟ ପୁସ୍ତକ ନିକଟକୁ ଯିବା, ଆମେ ଦେଖୁଛୁ ଭବିଷ୍ୟତ ବକ୍ତା ଜଣକ ସେ ଯୌବନ ଅବସ୍ଥାରେ
ହୁଏ ତ ତାଙ୍କ ଲକ୍ଷ୍ୟ ଚିନ୍ତା ମୁଁ ଗୋଟେ ସୁନ୍ଦର କନ୍ୟା ଗ୍ରହଣ କରିବି, ବିବାହ କରିବି। ମୁଁ ଯେହେତୁ ସେବାରେ, ସେ ମଧ୍ୟ ଉପଯୁକ୍ତ ପାତ୍ରୀ ହେବା ଦରକାର। ତାର ଅନେକ ଆଶା ଲକ୍ଷ୍ୟ, ବିବାହ ପୂର୍ବରୁ ବିବାହ ପାଇଁ କେମିତି କନ୍ୟା ସେ ବାଛିବେ, ଗ୍ରହଣ କରିବେ, ଅନେକ ପ୍ରକାର ଲକ୍ଷ୍ୟ ଚିନ୍ତା ତାର ଥିଲା। କିନ୍ତୁ ପ୍ରଭୁ କହିଲେ, ହୋସେୟ ତୁମେ ଯାଅ, ସେ ବ୍ୟଭିଚାରିଣୀ ସ୍ତ୍ରୀକୁ ତମେ ଯାଇକି ବିବାହ କର। ଠିକ ଅଛି, ପ୍ରଭୁଙ୍କ କଥା ତ ଅମାନ୍ୟ କରିପାରିବେ ନାହିଁ। ଅନେକ ଦୁଃଖ କଷ୍ଟ ମନରେ ଯାଇକି ବିବାହ କଲେ। ବିବାହ କରିବା ପରେ ପୁତ୍ର କନ୍ୟା ସବୁ ଆଉ ସେମାନେ ପ୍ରାପ୍ତ ହେଲେ। ତାପରେ ପୁନର୍ବାର ସେ ସ୍ତ୍ରୀ ଯାଇ ବ୍ୟଭିଚାର ବୃତ୍ତିରେ, କାର୍ଯ୍ୟରେ ପୁନର୍ବାର ସେ ଯାଇ ଛନ୍ଦି ହେଇଯାଉଛନ୍ତି। କେତେ ମନ କଷ୍ଟ, ହୃଦୟ ବିଦାରକ ଦୃଶ୍ୟ। ପ୍ରଭୁ ପୁନର୍ବାର କହୁଛନ୍ତି, ଭବିଷ୍ୟତ ବକ୍ତା ହୋସେୟ ତୁମେ ଯାଅ, ତାଙ୍କୁ ପ୍ରେମ ମତୁଆଳ କଥା କହି ସେ ସ୍ତ୍ରୀକୁ ଆଉ ଥରେ ତୁମେ ଗ୍ରହଣ କର, ବୁଝେଇକି ଆଣ। ଯାଅ, ପ୍ରେମ ଆଳାପ କର। ଆଉ ଭବିଷ୍ୟତ ବକ୍ତା ଯାଇ ତାଙ୍କୁ ପ୍ରେମର ବାର୍ତ୍ତା କହି ପୁନର୍ବାର ଆଣୁଛନ୍ତି। କିଛି ସମୟ ରହିବା ପରେ ସେ ସ୍ତ୍ରୀଟା ଆଉ ଥରେ ପଳେଇ ଯାଉଛି ସେ ପୂର୍ବ ବୃତ୍ତି, ପୂର୍ବ ଭୁଲ ବିଷୟ ନିକଟକୁ। ଯାଇକି ତମେ ପୁନର୍ବାର ନେଇକି ଆସ। ଏଣେ ତେଣେ ହୃଦୟ ବିଦାରକ। ସ୍ୱାମୀ କେମିତି ସହିବ ଆଖି ଆଗରେ ସ୍ତ୍ରୀର ଏମିତି ଭୁଲ ଆଉ ବାରମ୍ବାର? ପ୍ରଭୁଙ୍କ ବାର୍ତ୍ତା ସେ ଅମାନ୍ୟ ନ କରି ଭବିଷ୍ୟତ ବକ୍ତା ଜଣକ ସେ ଯାଆନ୍ତି ଆଉ ନେଇକି ଆସନ୍ତି। ପ୍ରଭୁ ଏତଦ୍ୱାରା ଏହି ବିଷୟ ପ୍ରକାଶ କରନ୍ତି ଯେ এই ହୋସେୟଙ୍କ ପ୍ରେମ ଯେହୋବା ଈଶ୍ୱରଙ୍କ ପ୍ରେମ, ଆଉ ଏ ଇସ୍ରାଏଲ ହଉଛି ସେ ଗୋମେର ଭବିଷ୍ୟତ ବକ୍ତାଙ୍କ ସ୍ତ୍ରୀ, ଯିଏକି ପାପ କାର୍ଯ୍ୟରେ ଛନ୍ଦି ହେଇ ରହୁଛନ୍ତି। ଅଯୋଗ୍ୟ ଲୋକମାନଙ୍କୁ ପ୍ରଭୁ ପ୍ରେମ କରିବା। ଆମେମାନେ ସିନା ଆଜି ସମସ୍ତେ ଭଲ ଡ୍ରେସଅପ୍ ହୋଇ ଭଲ ଖ୍ରୀଷ୍ଟିଆନ ଭାବେ ସଭା ସମିତିକୁ ଆସି ଆମେ ଦେଖେଇ ହଉଛୁ, ମୁଁ ତମଠାରୁ ଟିକେ ବଡ଼, ମୁଁ ଟିକେ ଭଲ, ମୁଁ ବେଶୀ ଆତ୍ମିକ, ମୋ ଠାରୁ ବେଶୀ ପାୱାର ରହିଛି, ମୁଁ ବେଶୀ ପରିପକ୍ୱ, ମୋର ବେଶୀ ଅଭିଜ୍ଞ ରହିଛି, ମୁଁ ଅନେକ ମଣ୍ଡଳୀ ଏଷ୍ଟାବ୍ଲିଶ କରିଛି, ମୁଁ ଭଲ ବାକ୍ୟ କହିପାରେ, ଭଲ ଆଉ ଗୀତ ଗାଇପାରେ। କିନ୍ତୁ ଆମେ କେତେ ଅଯୋଗ୍ୟ, ଆମେ କେମିତି ପାପରେ ମଜ୍ଜିତ, ତାହା ପ୍ରଭୁ ଜାଣନ୍ତି। ଦେଖିକି ମଧ୍ୟ ସେ ଆମମାନଙ୍କୁ ପ୍ରେମ କରି ସେ କଣ କରୁଛନ୍ତି, ଏତେ ଅଯୋଗ୍ୟ ଲୋକମାନଙ୍କୁ ପରିତ୍ରାଣ ପ୍ରଦାନ କରି ଆଉ ସେ ଗଠନ କରୁଛନ୍ତି, ପବିତ୍ରୀକୃତ କରୁଛନ୍ତି, ଆଉ ସେ ପରିମାର୍ଜିତ କରି ନିଷ୍କଳଙ୍କ କରି ଶେଷ ଦିନ ପର୍ଯ୍ୟନ୍ତ ତାଙ୍କରି କାର୍ଯ୍ୟ। ପ୍ରଭୁ ଚମତ୍କାର ପ୍ରେମ କରି ଅଯୋଗ୍ୟ ମାନଙ୍କୁ ସେ ପବିତ୍ରତା ପ୍ରଦାନ କରୁଅଛନ୍ତି। ପ୍ରଭୁ କହୁନାହାନ୍ତି ପରିତ୍ରାଣ ତ ପାଇଲେ, ସରି ଲେଖା ସରିଲା ନା, ତଥାପି ସେ ଜୀବନ ଦେଲେ, ମନୋନୀତ କଲେ, ପ୍ରେମ କଲେ, ଆପଣ ପୁତ୍ରଙ୍କୁ ପ୍ରଦାନ କଲେ, ତଥାପି ସେ ଛାଡୁ ନାହାନ୍ତି ପବିତ୍ର କାର୍ଯ୍ୟ, ପବିତ୍ର ଭରା କାର୍ଯ୍ୟ ଆମମାନଙ୍କ ଜୀବନରେ ସେ ସାଧନ କରୁଅଛନ୍ତି। ଦ୍ୱିତୀୟ ବିଷୟ ଆମେ ଦେଖିବା, ଆମେ ଅନିଚ୍ଛୁକ ହେଲେ ମଧ୍ୟ ସେ ଦୀର୍ଘ ସହିଷ୍ଣୁ ଈଶ୍ୱର ଭାବେ ଆମକୁ ପବିତ୍ରତାରେ ବଢାଉଅଛନ୍ତି। କିଏ ଆମେ ଇଚ୍ଛା କରୁଛୁ ପବିତ୍ର ହେବା ପାଇଁ? ଆମେ ସମସ୍ତେ ଉପସ୍ଥିତ, ସମସ୍ତଙ୍କ ପାଖରେ ଗୋଟେ ଗୋଟେ ହୁଏତ ପାପର ଇଚ୍ଛା ରହିଛି, ଆଉ ଆମେ ସେଇଠାରେ ପୁନର୍ବାର ଯାଇ ଛନ୍ଦି ହେବାକୁ ଆମେ ସମସ୍ତେ ଚାହୁଁ। ମନର ଗୁପ୍ତ କୋଣରେ କେଉଁଠି ଗୋଟେ ସେ ପାପ ରହିଛି ପ୍ରତ୍ୟେକଙ୍କ ପାଖରେ। ଆଧ୍ୟାତ୍ମିକ ସିନା ଦେଖେଇ ହଉଛୁ, ପାପ ତ ଅଛି ନା। ଆଉ ସେ ପାପରେ ଲଟକି ରହିବା ପାଇଁ ଆମେ ଚାହୁଁଛୁ। କିଏ ପବିତ୍ର ହେବା ପାଇଁ ଆଜି ଇଚ୍ଛା କରୁଛି? ଅନିଚ୍ଛୁକ। ତଥାପି ସେ ଦୀର୍ଘ ସହିଷ୍ଣୁ ଈଶ୍ୱର ହୋଇ ଗଠନ ପରେ ଗଠନ, ଧରା ଛୁଆଁ ଆମେ ଦେଉନାହୁଁ ପ୍ରଭୁଙ୍କ ହାତରେ, ପ୍ରଭୁଙ୍କ ପାଖରେ ପବିତ୍ର ହେବା ପାଇଁ। ତଥାପି ସେ ଲାଗି ପଡୁଛନ୍ତି ଧୈର୍ଯ୍ୟର ସହିତ, ଦୀର୍ଘ ସହିଷ୍ଣୁତାର ସହିତ। ଆଉ ସେ କହୁନାହାନ୍ତି ଯା ବେକାର ଲୋକ ତମେ, ଏତେ ମୁଁ ତୁମ ପାଇଁ କରୁଛି ସିନା ତମେ ପରିବର୍ତ୍ତିତ ହେଉନାହଁ, ତୁମେ ଯାଅ, ମୁଁ ହାତ ଝାଡି ହାତ ଧୋଇ ଦେଉଛି, ଦରକାର ନାହିଁ ତମେ, ଅଲୋଡ଼ା ଅଯୋଗ୍ୟ ତୁମେ, ଗେଟ୍ ଆଉଟ୍। ପ୍ରଭୁ କହୁନାହାନ୍ତି
ଯେତେ ପାପରେ ପଡୁଛୁ ଉଠୁଛୁ ପତିତ ହଉଛୁ ପୁନଃ ପୁନଃ ପାପରେ ଆସକ୍ତି ଆମେ ଦେଖଉଛୁ ତାଙ୍କୁ ବାଧା ଲାଗୁଛି ତଥାପି ସେ ଛାଡୁନାହାନ୍ତି ପ୍ରେମରେ ଦୀର୍ଘ ସହିଷ୍ଣୁ ଈଶ୍ୱର ଭାବେ ସେ ଗଠନ ପ୍ରକ୍ରିୟା ଜାରି ରଖିଅଛନ୍ତି। ପ୍ରିୟ ବନ୍ଧୁ ଆଜି ଆମେ ଚାହିଁବା କି ପ୍ରଭୁଙ୍କ ପଦ ତଳେ ଆପଣଙ୍କୁ ଉତ୍ସର୍ଗ କରି ପ୍ରଭୁ ଯଦି ତୁମେ ଏତେ କାର୍ଯ୍ୟ କରୁଛ ମୋ ଜୀବନରେ ଏତେ ଚାହୁଁଛ ପ୍ରଭୁ ମୋର ଅମାନିଆ ମନକୁ ତୁମ ପଦ ତଳେ ସମର୍ପଣ କରିଦେଉଛି ପ୍ରଭୁ ମୁଁ ସେହି ମଣ୍ଡଳୀ ପ୍ରଭୁ ମୁଁ ସେହି ବିଶ୍ୱାସୀ ମୁଁ ସେହି ବିଶ୍ୱାସିନୀ ପ୍ରଭୁ ଚମତ୍କାର ଗଠନର କାର୍ଯ୍ୟ ଯଦି ଆମେ ସମର୍ପିତ ହେବା ସେ ଆଜି ମଧ୍ୟ ସାଧନ କରିବେ। ତୃତୀୟ ବିଷୟ ଲକ୍ଷ୍ୟ ଭ୍ରଷ୍ଟ ହେଲେ ମଧ୍ୟ ଏକ ଲକ୍ଷ୍ୟର ସହିତ ଖ୍ରୀଷ୍ଟ ଆମମାନଙ୍କୁ ପବିତ୍ର କରୁଅଛନ୍ତି। ଲକ୍ଷ୍ୟ ଭ୍ରଷ୍ଟ ଆମେ ଅଟୁ କିନ୍ତୁ ଈଶ୍ୱରଙ୍କ ପାଖରେ ଗୋଟେ ଲକ୍ଷ୍ୟ ଅଛି। କଣ ସେ ଲକ୍ଷ୍ୟ? ଆମ୍ଭମାନଙ୍କୁ ସେ ଖ୍ରୀଷ୍ଟ ସଦୃଶ୍ୟ କ୍ରାଇଷ୍ଟ ଲାଇକନେସ୍ ଆମେ କିଏ ଖ୍ରୀଷ୍ଟ କିଏ ଦେଖନ୍ତୁ ତଥାପି ଈଶ୍ୱର ସେ ଦେଖନ୍ତି ମୁଁ ଏହି ବ୍ୟକ୍ତିଙ୍କୁ ଖ୍ରୀଷ୍ଟଙ୍କ ପରି ଗଠନ କରିବି ଖ୍ରୀଷ୍ଟଙ୍କ ପରି ମୁଁ ଗଠନ କରିବି ତାଙ୍କ ଲକ୍ଷ୍ୟ ଆମେ ଯେମିତି ଖ୍ରୀଷ୍ଟଙ୍କ ପରି ହେବା ଆଉ ଏ ଜଗତରେ ତାହା ସମ୍ଭବ ନୁହେଁ ତଥାପି ସେ ତାହା କରନ୍ତି ସମ୍ଭବ ନୁହେଁ ତଥାପି ସେ ଖ୍ରୀଷ୍ଟ ପରି ଆମମାନଙ୍କୁ ଗଠନ କରୁଛନ୍ତି। ତାଙ୍କ ଲକ୍ଷ୍ୟ ହେଉଛି ସେ ଶେଷ ଦିନ ପର୍ଯ୍ୟନ୍ତ ମୁକ୍ତିର ଦିବସ ରାପ୍ଚର ଡେ ପର୍ଯ୍ୟନ୍ତ ସେ ଆମମାନଙ୍କୁ ଗଠନ ପରିଷ୍କୃତ ପରିମାର୍ଜିତ ପବିତ୍ରୀକୃତ ସେ କରି 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 ନେଉଅଛନ୍ତି ଆଉ ଶେଷରେ ସେ ମଣ୍ଡଳୀକୁ ସେ ମହାଦିବସରେ ପବିତ୍ର ଭାବେ ନିଷ୍କଳଙ୍କ ଭାବେ ସେ ଉତ୍ସର୍ଗ କରିବେ ପ୍ରକାଶ କରିବେ। ମୁଁ ଗୋଟେ ବିଷୟ କହି ଶେଷ କରିବି ମଣ୍ଡଳୀ ସିନା ଗୌରବ ଯୁକ୍ତ ହୋଇ ସେ ସ୍ୱର୍ଗକୁ ଯିବ ଯେଉଁମାନେ ପରିତ୍ରାଣ ପ୍ରାପ୍ତ ଯେଉଁମାନେ ପରିତ୍ରାଣ ବିହୀନ ସେମାନେ କିନ୍ତୁ ଅଗୌରବ ଯୁକ୍ତ ହୋଇ ଅନନ୍ତ ନର୍କରେ ସବୁଦିନ ପାଇଁ ଖ୍ରୀଷ୍ଟ ବିହୀନ ନରକ ଯନ୍ତ୍ରଣାରେ ସେମାନେ ଛଟପଟ ହେବେ। ସବୁଠାରୁ ଦୁଃଖର ବିଷୟ ଏହା ଯେ ଯିଏ ବାରମ୍ବାର ସଭାକୁ ଆସି ବାକ୍ୟ ଶୁଣି ସ୍ୱର୍ଗର ଅତି ନିକଟକୁ ଆସି ସେ ପରିତ୍ରାଣ ନ ପାଇ ପୁନର୍ବାର ପାପରେ ଲିପ୍ତ ରହି ପଛକୁ ହଟି ଯାଇଛି ତାଙ୍କ ପାଇଁ ବହୁତ ଦୁଃଖଦାୟକ ପରିସ୍ଥିତି ଅବସ୍ଥା ହେବ। ସେ ନର୍କରେ ଛଳ ଛଳ ତାଙ୍କୁ ଦେଖାଯିବ ମୁଁ ବାକ୍ୟ ଶୁଣିଥିଲି ଆହ୍ୱାନଯୁକ୍ତ ବାକ୍ୟ ଶୁଣିଥିଲି ସଭାକୁ ଆସିଥିଲି ତଥାପି ସେ ମଣ୍ଡଳୀ ଗୌରବଯୁକ୍ତ ହେଲା ମୁଁ ଆଜି ଅଗୌରବଯୁକ୍ତ ଭାବେ ପଡ଼ି ରହିଛି। ପ୍ରିୟ ବନ୍ଧୁ ମୋ ବାକ୍ୟର ଆହ୍ୱାନ ହେଉଛି ପ୍ରାର୍ଥନା ହେଉଛି ଏହା କେହି ମଧ୍ୟ ପରିତ୍ରାଣ ବିହୀନ ହୋଇ ମଣ୍ଡଳୀ ଠାରୁ ବିଚ୍ଛିନ୍ନ ହୋଇ ରୁହନ୍ତୁ ନାହିଁ। ସେ ଗୌରବଯୁକ୍ତ ମଣ୍ଡଳୀ କରିବାକୁ ଯାଉଅଛନ୍ତି ଯଦି ଆମେ ତାଙ୍କୁ ବିଶ୍ୱାସ କରିବା ଗ୍ରହଣ କରିବା ସେ ମହାନ ଆଶୀର୍ବାଦ ଆମେ ସମସ୍ତେ ପ୍ରାପ୍ତ ହେବାକୁ ପାରିବା। ପ୍ରଭୁ ଅଳ୍ପ ବାକ୍ୟରେ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ। ଦୟାକରି ଅନୁରୋଧ କରୁଅଛି ଗୁମା ମଣ୍ଡଳୀର ମହିଳା ସମିତିକୁ ସଭା ସାଙ୍ଗ ପରେ ପରେ ସେମାନେ ଆସି ସଙ୍ଗୀତ ପରିଚାଳନା କରିବେ ଯେତେବେଳେ ବାକ୍ୟ ଆରମ୍ଭ ହେବେ ସେମାନେ ଯାଇ ଖାଇକି ଆସିବେ। ଏହି ସମୟରେ ଉତ୍କଳ ବାପ୍ଟିଷ୍ଟ ମଣ୍ଡଳୀ ସମ୍ମିଳନୀର ସଭାପତିକୁ ଅନୁରୋଧ କରେ ସେ ଆସିବେ ଏବଂ ଶେଷ ଆଶୀର୍ବାଦ କରିବେ। ଗୋଟିଏ କଥା ଯେଉଁମାନେ ଖାଇକି ଆସୁଛନ୍ତି ଆଉ ଧୈର୍ଯ୍ୟ ସହିତ ବସିବେ ପରେ ସନ୍ଧ୍ୟା ବେଳେ ଯାଏ